ପିଲାମାନଙ୍କ ଖାଦ୍ୟ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ପିଲାମାନେ ନନଭେଜ ଓ ମିଠା ଖାଇବା ଠିକ୍ ନା ଭୁଲ? କ'ଣ କହୁଛନ୍ତି ବିଶେଷଜ୍ଞ? ପିଲାମାନଙ୍କ ଖାଦ୍ୟକୁ ନେଇ ଆସନ୍ତୁ ଜାଣିବା। ପିଲାମାନଙ୍କ ଖାଦ୍ୟ ଉପରେ ବାପା ମା ଅଧିକ ଧ୍ୟାନ ଦେଇଥାନ୍ତି। ପିଲାମାନେ କେଉଁ ଖାଦ୍ୟ ଖାଇବେ, କେଉଁ ଖାଦ୍ୟ ଖାଇବେ ନାହିଁ, ଏହା ସବୁଠାରୁ ବଡ଼ ସମସ୍ୟା। ଆଉ ଯଦି କିଛି ଏପଟ ସେପଟ ହୋଇଯାଏ ତେବେ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ପିଲାମାନଙ୍କ ସ୍ୱାସ୍ଥ୍ୟ ସର୍ବଦା ପିତାମାତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ବିଶେଷ କରି ଯେତେବେଳେ ବର୍ଷେ କିମ୍ବା 2 ବର୍ଷର ପିଲାଙ୍କ ଖାଦ୍ୟ ବିଷୟରେ କଥା ଆସେ, ପିତାମାତା ବହୁତ ସତର୍କ ରୁହନ୍ତି। ଏପରି ପରିସ୍ଥିତିରେ ପ୍ରାୟତଃ ପ୍ରଶ୍ନ ଉଠେ ଯେ ବର୍ଷେ କିମ୍ବା 2 ବର୍ଷର ପିଲାଙ୍କୁ ନନଭେଜ ଖାଇବାକୁ ଦେବା ବିପଦପୂର୍ଣ୍ଣ କି ନାହିଁ। କିଛି ଲୋକ ଛୋଟ ପିଲାମାନଙ୍କୁ ମଧ୍ୟ ଚିକେନ ମଟନ ଖାଇବା ଦେବା ଆରମ୍ଭ କରନ୍ତି। ଜାଣି ରଖନ୍ତୁ କିଛି ଅଜଣା କଥା। କେବଳ ନନଭେଜ ତା ନୁହେଁ, ମିଠା ବି ପିଲାଙ୍କୁ ନ ଦେବା ଭଲ। ବିଶେଷ କରି ଯେତେବେଳେ ବର୍ଷେ କିମ୍ବା 2 ବର୍ଷର ପିଲାମାନଙ୍କ କଥା ଆସେ, ଏହି ବିତର୍କ ଅଧିକ ତୀବ୍ର ହୋଇଯାଏ। ଯେଉଁମାନେ ନନଭେଜ ପାଇଁ ପାଗଳ ସେମାନେ ସେମାନଙ୍କ ପିଲାମାନଙ୍କୁ ନନଭେଜ ଖୁଆଇବାକୁ ସଂକୋଚ କରନ୍ତି ନାହିଁ। ଯେତେବେଳେ କିଛି ଲୋକ ଏପରି କରିବାକୁ ଭୟ କରନ୍ତି। ଲୋକମାନଙ୍କୁ ନନଭେଜ ଖାଇବାକୁ ଦେବା ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଭାରତରେ ପିଲାମାନଙ୍କ ଖାଦ୍ୟ ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ମତ ରହିଛି। କିଛି ଲୋକ ପିଲାମାନଙ୍କୁ ନନଭେଜ ଖାଇବାକୁ ଦେବା ସପକ୍ଷରେ ଥିବା ବେଳେ ଆଉ କିଛି ଲୋକ ଏହାର ବିରୋଧ କରନ୍ତି। କିନ୍ତୁ ପିଲାମାନଙ୍କୁ ନନଭେଜ ଖାଇବାକୁ ଦିଆଯିବା ଉଚିତ କି ନାହିଁ ସେ ବିଷୟରେ ବିତର୍କ ମଧ୍ୟରେ ଅନେକ ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବର୍ଷେରୁ 2 ବର୍ଷ ବୟସର ପିଲାମାନଙ୍କୁ ନନଭେଜ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ପ୍ରକୃତରେ କଞ୍ଚା ମାଂସ, ଅଣ୍ଡା ଏବଂ ମାଛ ଛୋଟ ପିଲାମାନଙ୍କୁ ଖାଇବା ଦେବା ଉଚିତ ନୁହେଁ, କାରଣ ଏଥିରେ ଜୀବାଣୁ ଥାଇପାରନ୍ତି ଯାହା ପିଲାମାନଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ। ଠିକ୍ ସେହିପରି ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ପିଲା ଚକୋଲେଟ୍ ଓ ମିଠା ଅଳ୍ପ ପରିମାଣରେ ଖାଉ, ପ୍ରଥମେ ଜାଣି ରଖିବା ଉଚିତ ପିଲାଙ୍କ ଡାଏଟ୍ କିପରି ହେବା ଦରକାର। ଏହା ବଦଳରେ ପିଲାଙ୍କୁ କେଉଁ କେଉଁ ପୋଷକ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ ତାହା ଜାଣି ରଖିବା ଉଚିତ। ଆପଣନ୍ତୁ ଡାର୍କ ଚକୋଲେଟ୍। ଆପଣ ଯଦି ଡାର୍କ ଚକୋଲେଟ୍ ଖାଉଥିବେ ତେବେ ଆପଣ ନିଶ୍ଚୟ ଜାଣିଥିବେ ଯେ ଏହା ଅଳ୍ପ ମିଠା ଯୁକ୍ତ। ଛୋଟ ପିଲା ହଠାତ୍ ଚକୋଲେଟ୍ ଖାଇବା ଛାଡ଼ିପାରିବେ ନାହିଁ। ତେଣୁ ତାଙ୍କ ଅଭ୍ୟାସ ପରିବର୍ତ୍ତନ ପାଇଁ ଡାର୍କ ଚକୋଲେଟ୍ ଖାଇବାକୁ ଦିଅନ୍ତୁ। ଏହି ଡାର୍କ ଚକୋଲେଟ୍ ପିଲାଙ୍କୁ ପସନ୍ଦ ଆସି ନପାରେ। ଏମିତି ହୋଇପାରେ ସେମାନେ ଚକୋଲେଟ୍ ଖାଇବା ଅଭ୍ୟାସ ସମ୍ପୂର୍ଣ୍ଣ ବଦଳାଇ ଦେଇପାରନ୍ତି। ଆଉ ଯଦି ଆପଣଙ୍କ ପିଲା ଚକୋଲେଟ୍ ଖାଇବା ନ ଛାଡ଼ନ୍ତି ତେବେ ଡାର୍କ ଚକୋଲେଟ୍ ଖାଇପାରିବେ। ଏହା ସାଧାରଣତଃ ଚକୋଲେଟ୍ ଭଳି ଶରୀର ପାଇଁ କ୍ଷତିକାରକ ନୁହେଁ। ଏହି ଉପାୟରେ ଆପଣ ଚକୋଲେଟ୍ ଓ ମିଠା ଖାଇବାରୁ ପିଲାଙ୍କୁ ଦୂରାଇ ପାରିବେ। କିଛି ବିଶେଷଜ୍ଞ ମତରେ ବର୍ଷେ କିମ୍ବା 2 ବର୍ଷର ପିଲାମାନଙ୍କୁ ନନଭେଜ ଖାଇବାକୁ ଦେବା ଉଚିତ ନୁହେଁ, କାରଣ ଏହି ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ପାଚନ ପ୍ରଣାଳୀ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ। ଏହା ବ୍ୟତୀତ ନନଭେଜରେ ଅନେକ ପ୍ରକାରର ଜୀବାଣୁ ମଧ୍ୟ ଥାଇପାରେ ଯାହା ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସେହିପରି କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ବର୍ଷେରୁ 2 ବର୍ଷର ପିଲାମାନଙ୍କୁ ନନଭେଜ ଖାଇବାକୁ ଦିଆଯାଇପାରିବ। ସେ କୁହନ୍ତି ଯେ ଯଦି ଘରେ ନନଭେଜ ରନ୍ଧା ହୁଏ ତେବେ ପିଲାମାନଙ୍କୁ ହାଲକା ନନଭେଜ ଖୁଆଇ ହେବ। କିନ୍ତୁ ଏହା ସହିତ ବିଶେଷଜ୍ଞମାନେ ଏହା ମଧ୍ୟ କୁହନ୍ତି ଯେ ଘରେ ପିଲାମାନଙ୍କୁ ନନଭେଜ ଖାଇବାକୁ ଦେବା ପୂର୍ବରୁ ନନଭେଜ ଅଧା ସିଝା କିମ୍ବା ଅଧିକ ସିଝା ହୋଇଛି କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ଏହା ବ୍ୟତୀତ ଆପଣ ଯଦି ପିଲାମାନଙ୍କୁ ନନଭେଜ ଖୁଆଇବେ ତେବେ ସେମାନଙ୍କ ପାଇଁ ତାଜା ମାଂସ କିଣନ୍ତୁ ଏବଂ ପୁରୁଣା ମାଂସ ବ୍ୟବହାର କରନ୍ତୁ ନାହିଁ। ସେହିପରି ଅନେକ ବିଶେଷଜ୍ଞ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଯଦି ପିତାମାତା ଦୀର୍ଘ ସମୟ ଧରି ନନଭେଜ ଖାଉଛନ୍ତି ତେବେ ସେମାନେ ଏହାକୁ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଖୁଆଇ ପାରିବେ। ଏହା ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି କରିବ ନାହିଁ। ତଥାପି ଛୋଟ ପିଲାମାନଙ୍କୁ ଏହାକୁ ଅତ୍ୟଧିକ ଖାଇବାକୁ ଦେବା ବହୁତ ବିପଦପୂର୍ଣ୍ଣ ହୋଇପାରେ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।